ମୁଁ ବହୁତ ଭଲସେ ଜାଣିଛି ଯେ ତମେ ତମ ଲାଇଫରେ ବହୁତ ପ୍ରୋବ୍ଲେମ୍ ଫେସ୍ କରୁଛ। ତମର ହେଲ୍ଥ କମ୍ପ୍ଲିକେସି ଥିବ, ତମର କିଛି କ୍ୟାରିୟରରେ ପ୍ରୋବ୍ଲେମ୍ ହେଉଥିବ, ବହୁତ ଗୁଡ଼ାଏ ପ୍ରୋବ୍ଲେମ୍, ନହେଲେ ତମର ଫ୍ୟାମିଲି କିଛି ପ୍ରୋବ୍ଲେମ୍ ଥିବ, ଏମିତି ହଜାର ଟାଇପ୍ର ପ୍ରୋବ୍ଲେମ୍ ଅଛି। କିନ୍ତୁ ଏଇ ପ୍ରୋବ୍ଲେମ୍ ହିଁ ଆମକୁ ବହୁତ ହେଲ୍ପ କରେ ଆମର ଜୀବନରେ ଆଗକୁ ବଢ଼ିବାରେ, ଗୋଟେ କାଟାଲିଷ୍ଟ ହିସାବରେ କାମ କରେ। ଆଜି ମୁଁ କଥା କହିବି ଥିଓଡୋର ରୁଜଭେଲ୍ଟଙ୍କ ବିଷୟରେ। ଥିଓଡୋର ରୁଜଭେଲ୍ଟ ସେ ଆମେରିକାର 26ତମ ପ୍ରେସିଡେଣ୍ଟ ହିସାବରେ ଜଣାଯାନ୍ତି ଏବଂ ଏପ୍ରୋକ୍ସିମେଟ୍ 42 ଏଜ୍ରେ ସିଏ ପ୍ରେସିଡେଣ୍ଟ ହେଇଥିଲେ ଆମେରିକାର। ପିଲାବେଳେ ସିଏ ଆସ୍ମା ରୋଗରେ ପୀଡ଼ିତ ଥିଲେ। ଯେତେବେଳେ ସେ ଜନ୍ମ ହୋଇଥିଲେ ତାଙ୍କୁ ଆସ୍ମା ରୋଗ ହୋଇଥିଲା ଏବଂ ଆସ୍ମା ଛଡ଼ା ଅଲଗା ଢେର ରୋଗ ବି ହେଇଥିଲା, ଯେଉଁଟାରେ ସିଏ ଫ୍ରି ହେବାକୁ ଚାହୁଁଥିଲେ କିନ୍ତୁ ହେଇପାରୁନଥିଲେ। ଆଉ ତାଙ୍କ ବାପା ତାଙ୍କୁ କହିଥିଲେ ଯେ ତୁ ନିଜକୁ ଷ୍ଟ୍ରଙ୍ଗ କର, କାରଣ ଏ ଦୁନିଆ ହେଉଛି ଗୋଟେ ବ୍ୟାଟଲ୍ ଫିଲ୍ଡ, ହେଲା, ଏ ଦୁନିଆ ଗୋଟେ ଯୁଦ୍ଧ ମଇଦାନ। ୟା ସାଙ୍ଗରେ ଯଦି ତୁ ତୟାର ନ ହେବୁ, ନିଜକୁ ପ୍ରିପେୟାର ନ କରିବୁ, ତାହେଲେ ତୁ ବହୁତ ଜଲ୍ଦି କଟା ଖାଇଯିବୁ। ତେଣୁ ସିଏ ନିଜକୁ ନିଜେ ପ୍ରିପେୟାର କରିଚାଲିଛନ୍ତି ଏବଂ ଆଗକୁ ଆସୁଥିବା ସିଚୁଏସନ୍ ହିସାବରେ ନିଜକୁ କେମିତି ଖାପ ଖୁଏଇବେ ସେଇଟା ସିଏ ଶିଖି ଚାଲିଛନ୍ତି। ଆଉ ସେଇଟା ହିଁ ତାଙ୍କୁ ହେଲ୍ପ କରିଛି ଆମେରିକାର ନେକ୍ସଟ ପ୍ରେସିଡେଣ୍ଟ ହେବାରେ। ସେ ନିଜକୁ ନିଜେ ଗଢ଼ି ପାରିଛନ୍ତି। ୟେସ୍, ମୋର ଟ୍ୟାଗଲାଇନ୍, ତମେ ଆଗକୁ ବଢ଼, ଦୁନିଆ ତମର ସାଥ ଦେବ, ଦୁନିଆ ତମକୁ ନିହାତି ଫଲୋ କରିବ।